ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 54 ଆଶାବାଦୀ ଦୃଷ୍ଟିକୋଣର ଚମତ୍କାରୀ ପ୍ରଭାବ। ଡି ଲାର୍ସନଙ୍କ ବକ୍ତବ୍ୟ ଅନୁସାରେ ଆଧୁନିକ ମନୋବିଜ୍ଞାନ ବିଶାରଦମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ଜୀବନରେ ଅନ୍ୟ କୌଣସି ଜିନିଷ ଆମ ଶରୀର ଏବଂ ମନ ଉପରେ ପ୍ରସନ୍ନତା ଠାରୁ ଅଧିକ ପ୍ରଭାବ ପକାଇପାରେ ନାହିଁ। ଆତ୍ମା, ଶରୀର ତଥା ମନ ସବୁର ମୁଖ୍ୟ ସାମର୍ଥ୍ୟ ହେଉଛି ଆନନ୍ଦ। ଆନନ୍ଦ ବିଷୟକ ଦୃଷ୍ଟିକୋଣ ଜାଣି ନ ପାରିବାରୁ ହଜାର ହଜାର ମଣିଷଙ୍କର ସର୍ବନାଶ ହେଉଛି। ତେଣୁ ଦୀର୍ଘ ଜୀବନ, ଆନନ୍ଦ ଓ ସ୍ୱାସ୍ଥ୍ୟ ପାଇଁ ମନୁଷ୍ୟ ଚିନ୍ତାଗ୍ରସ୍ତ ହୋଇ ରହିବା ଅନୁଚିତ। ଶରୀର ପ୍ରସନ୍ନତା, ଆଶା, ଉଲ୍ଲାସ ଏବଂ ଶାନ୍ତି ଖୋଜେ। ଆବଶ୍ୟକୀୟ ତତ୍ତ୍ୱ ନ ମିଳିଲେ ଆତ୍ମା କଷ୍ଟ ଅନୁଭବ କରେ। ଆମେ ପ୍ରସନ୍ନଚିତ୍ତ ଏବଂ ଉଲ୍ଲାସମୟ ହୋଇ ଶରୀରର ଆବଶ୍ୟକତା ପୂରଣ କରିବା ଦରକାର। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।